ହାଇୱା ପଛରେ ବାଇକ୍ ଧକ୍କାରେ 2 ଜଣ ମୃତ, ଜଣେ ଗୁରୁତର। ବର୍ତ୍ତମାନର ଯାହା ବଡ଼ ଖବର ଆସି ପହଞ୍ଚିଛି କେନ୍ଦୁଝର ଜିଲ୍ଲା ଘସିପୁରା ଥାନା 20 ନମ୍ବର ଜାତୀୟ ରାଜପଥ ବିଜି ମୋଟର୍ସ ପାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଘଟଣାସ୍ଥଳରେ 2 ମୃତ, ଜଣେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ। ସୂଚନା ମୁତାବକ ଘସିପୁରା ଥାନା ଅଧୀନସ୍ଥ ନଦୁଆଁ ଗ୍ରାମରୁ 3 ଜଣ ଏକ ବାଇକ୍ ଯୋଗେ ଗୋହିରା ଅଭିମୁଖେ ଯାଉଥିବା ବେଳେ ଏକ ହାଇୱା ପଛରେ ଧକ୍କା ହୋଇଥିଲା। ଫଳରେ ବାଇକ୍ରେ ବସିଥିବା 3 ଜଣଙ୍କ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ। ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଗୁରୁତର ମଧ୍ୟରୁ 2 ଜଣ ଶୁଭମ ଦେହୁରୀ ଓ ସିପୁନ ଖଟୁଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ଗୁରୁତରକୁ ଦୀପକ ଦେହୁରୀ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଘସିପୁରା ପୋଲିସ ପହଞ୍ଚି ଉଭୟ ବାଇକ୍ ଓ ହାଇୱାକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।